ପଶାକାଠି ଓ ସ୍ୱର୍ଣ୍ଣକାଠି ରହସ୍ୟ। ଆମେ ସମସ୍ତେ ଅବଗତ ଯେ ଶକୁନିର କପଟ ପଶାକାଠି କିପରି ପାଣ୍ଡବମାନଙ୍କୁ ରାଜ୍ୟଚ୍ୟୁତ କରି 14 ବର୍ଷ ବନବାସ ଓ 1 ବର୍ଷ ଅଜ୍ଞାତବାସ କରାଇ ଅକଥନୀୟ ମାନସିକ ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ କରିଥିଲା। ବନବାସ ଶେଷରେ ପାଣ୍ଡବ ଭ୍ରାତାମାନେ ଦୁର୍ଯ୍ୟୋଧନକୁ ରାଜ୍ୟର ଅଧା ବଦଳରେ 5 ଖଣ୍ଡ ପଡ଼ା ମାଗି ମଧ୍ୟ ବିଫଳ ହୋଇଥିଲେ। ମହାତ୍ମା ବିଦୁର ଏ ଦିଗରେ ସହାୟତା କରିବାରେ ବିଫଳ ହେଲେ। ଶ୍ରୀକୃଷ୍ଣ ମଧ୍ୟସ୍ଥତା କରି ଅପମାନିତ ହେବା ବିସ୍ମୟକର ଥିଲା। ଯୁଦ୍ଧର ଆହ୍ୱାନକୁ ଧର୍ମରାଜ ଯୁଧିଷ୍ଠିର ଶେଷରେ ଗ୍ରହଣ କରି ନେଇଥିଲେ। ଶକୁନିର ଭିନ୍ନ ଆଚରଣବିଧି ଓ ଅସଲ ସ୍ୱରୂପକୁ ଶ୍ରୀକୃଷ୍ଣ ସେଦିନ ବୁଝିପାରି ପଚାରିଲେ, ଯିଏ ସନ୍ଧି ବିସନ୍ଧି ସକଳକୁ ଅତିକ୍ରମ କରିବାକୁ ସମର୍ଥ, ଯେଉଁ ଯୁଦ୍ଧ ହେବାକୁ ଯାଉଛି ଏ ସଂଗ୍ରାମର ପରିଣାମ କ'ଣ ହେବ? ହାତଯୋଡ଼ି ଶକୁନି କହିଥିଲେ, ହେ ଲୀଳାମୟ, ସବୁ କିଛି ତୁମକୁ ହିଁ ଜଣା। ଯୁଧିଷ୍ଠିରଙ୍କ ଆଗ୍ରହକ୍ରମେ ଶକୁନି ସେଦିନ ଇନ୍ଦ୍ରପ୍ରସ୍ଥ ନଗରରେ ଅବସ୍ଥାନ କଲେ। ବିଳମ୍ବିତ ରାତ୍ରିରେ ଶ୍ରୀକୃଷ୍ଣ, ସହଦେବ ଓ ଶକୁନି ଏକତ୍ରିତ ହେଲେ। ଶକୁନିଙ୍କର ସେତେବେଳେ ଭିନ୍ନ ରୂପ ଥିଲା। ସେ ଆଉ ଦୁର୍ଯ୍ୟୋଧନର ଅତି ପ୍ରିୟ, ଅତି ବିଶ୍ୱସ୍ତ ପାଣ୍ଡବ ଶତ୍ରୁ ଶକୁନି ନ ଥିଲେ। ସେ ଥିଲେ ଭୟଙ୍କର ଯନ୍ତ୍ରଣାକ୍ଳିଷ୍ଟ ମୃତ୍ୟୁବରଣ କରିଥିବା ଗୋଟାଏ ରାଜବଂଶର ଏକମାତ୍ର ଜୀବିତ ଦାୟାଦ, ଯିଏ ପ୍ରତିଶୋଧର ପ୍ରତିଜ୍ଞା ନେଇ ଏହି ସମୟକୁ ଅପେକ୍ଷା କରି ବର୍ଷ ବର୍ଷ ବଞ୍ଚି ରହିଛନ୍ତି। ତାଙ୍କ ମୁଖରେ ଆଉ ସେ ଛଳନାର ପ୍ରଲେପ ନଥିଲା। ଗୋବିନ୍ଦ କହିଥିଲେ, ଭାରା ନିବାରଣ ହେଉ, ଏ ସକଳ ଥିଲେ କରି ଭୋଗ ହେବ କାହୁଁ, ଏହା ହିଁ ଥିଲା ସବୁଜ ସଂକେତ ଯୁଦ୍ଧ ପାଇଁ। ଶକୁନି କହିଲେ, ତାହାହେଲେ ସ୍ଥିର ହେଲା, କାଲି ପ୍ରଭାତରେ ସଂଗ୍ରାମ ଭୂମିକୁ ଅଗ୍ରସର ହେବା। ସେଠାରେ ଯୁଦ୍ଧ ପ୍ରାନ୍ତର 2 ଭାଗ ହେବ। ପାଣ୍ଡବମାନେ ଯେମିତି ପୂର୍ବ ଦିଗରେ ରହନ୍ତି ତାର ବ୍ୟବସ୍ଥା କରିବେ। କାରଣ ଯେଉଁମାନେ ପୂର୍ବ ଦିଗରେ ରହିବେ ସେମାନଙ୍କର ବିଜୟ ସୁନିଶ୍ଚିତ। ଶକୁନି ବିଦାୟ ନେଲେ। ବାସୁଦେବ କଳିପୁରୁଷ ଓ କାଳପୁରୁଷ 2 ଜଣଙ୍କୁ ସ୍ମରଣ କଲେ। ସେ 2 ଜଣ ଆସି ଉପସ୍ଥିତ ହେବାରୁ କୃଷ୍ଣ କହିଲେ, ଦ୍ୱାପର ଯୁଗ ଶେଷ ହେଲା, କଳିଯୁଗ ପ୍ରବେଶ କରିବା ସମୟ ଆସିଲା। କୁରୁ ପାଣ୍ଡବ ଥାନ୍ତେ କଳି ଭୋଗ କାହିଁ, ଏମାନେ ନାଶ ହୋଇଲେ ରାଜା ହେବୁ ତୁହି। କାଲି କୁରୁକ୍ଷେତ୍ର 2 ଭାଗ ହେବ। କିଏ କେଉଁ ପଟେ ରହିବେ ସ୍ଥିର କରିବା ପାଇଁ ଗୁଳା ପଡ଼ିବ। ତୁମେ 2 ଜଣ 2 ଖଣ୍ଡ ଶୂର୍ଣ୍ଣ କାଠି ହୋଇ ପଡ଼ିଥିବ। ତୁମର ଦାୟିତ୍ୱ ଦେଖିବ ଯେପରି ପାଣ୍ଡବମାନେ ପୂର୍ବ ଦିଗକୁ ଯାଆନ୍ତି। ତହିଁ ପରଦିନ ଉଭୟ ପକ୍ଷ କୁରୁକ୍ଷେତ୍ରରେ ଉପସ୍ଥିତ ହେଲେ। ହସ୍ତିନା, ବାରୁଣା, ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥ ଓ ଜୟନ୍ତା ପଞ୍ଚରାଜ୍ୟ ମଧ୍ୟସ୍ଥ 10 ଜୁଣ ଅଞ୍ଚଳ ବିଶିଷ୍ଟ ବିସ୍ତୀର୍ଣ୍ଣ ପ୍ରାନ୍ତରକୁ ପୂର୍ବ ପଶ୍ଚିମ କରି 2 ଭାଗ କରାଗଲା। ଦୁଶାସନ ପୂର୍ବ ପଟ ଆମ୍ଭର ବୋଲି ଦାବି କଲା। ଭୀମସେନଙ୍କ ଉପସ୍ଥିତିରେ ସେ କଥା କେମିତି ସମ୍ଭବ ହୁଅନ୍ତା? ସେ ମଧ୍ୟ ପୂର୍ବପଟ ଆମ୍ଭର ବୋଲି ଦୃଢ଼ତାର ସହିତ ନିଜର ଦାବି ଉପସ୍ଥାପନ କଲେ। ଶକୁନି କହିଲେ, ଆରମ୍ଭରୁ ଆମେ ଏମିତି କଳିଗୋଳ କରିବା ସୁନ୍ଦର ହେଉନାହିଁ। ଧର୍ମ ଗୁଳା ପକାଇବା। ଯେଉଁପଟେ ଯାହାର ଗୁଳା ପଡ଼ିବ ସେ ପଟ ତାହାର ହେବ। ଧର୍ମରାଜ ପଚାରିଲେ, ଏ ଗୁଳା କ'ଣ, କେମିତି ଗୁଳା ପଡ଼ିବ, ବୁଝାଇ କହନ୍ତୁ। ଶକୁନି କହିଲେ, ଜଣେ ମଧ୍ୟସ୍ଥ ରହିବେ। ସେ ଦୂରରେ ଅନ୍ୟ ଦିଗକୁ ମୁଖ କରି ଛିଡ଼ା ହୋଇଥିବେ। ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ 2 ଖଣ୍ଡ କାଠି ନେବେ। ଖଣ୍ଡେ ବଡ଼ ଖଣ୍ଡେ ସାନ ଥିବ। ମଧ୍ୟସ୍ଥଙ୍କୁ ଡାକି ତାଙ୍କ ହାତରେ କାଠି 2 ଖଣ୍ଡ ଦେବା। ସେ ଯାହା କାଠି ଯେଉଁ ଦିଗରେ ପକାଇବେ ସେ ଦିଗ ସେହିପରି ଭାବରେ ସ୍ଥିରୀକୃତ ହେବ। ଦୁର୍ଯ୍ୟୋଧନ ବିଦୁରଙ୍କୁ ମଧ୍ୟସ୍ଥ ହେବା ପାଇଁ ଅନୁରୋଧ କଲେ। ପାଣ୍ଡବମାନଙ୍କର ମଧ୍ୟ ଆପତ୍ତି ନଥିଲା। ବିଦୁର ବହୁତ ଦୂରରେ ଥିବା ଏକ ପ୍ରସ୍ତର ସ୍ତୂପ ଆଡ଼ୁଆଳକୁ ଯାଇ ଅପେକ୍ଷା କଲେ। ଦୁର୍ଯ୍ୟୋଧନ କାଠି 2 ଖଣ୍ଡ ଖୋଜିବାକୁ ଯାଇ ଦେଖିଲେ ଯେ ଗୋଟିଏ ସ୍ଥାନରେ 2 ଖଣ୍ଡ ଶୂର୍ଣ୍ଣ ନିର୍ମିତ କାଠି ପଡ଼ିଛି। ସେ କାଠି 2 ଖଣ୍ଡ ମଧ୍ୟ ବଡ଼ ସାନ ଥିଲା। ମାପିବାରୁ ଖଣ୍ଡେ 12 ଆଙ୍ଗୁଳି ଓ ଅନ୍ୟ ଖଣ୍ଡେ 6 ଆଙ୍ଗୁଳି ଲମ୍ବ ବୋଲି ଜଣାପଡ଼ିଲା। କାଠି 2 ଖଣ୍ଡ କୃଷ୍ଣ ହସ୍ତରେ ଧରି ଉଠାଇବାକୁ କହିଲେ। ପ୍ରଥମେ ଦୁର୍ଯ୍ୟୋଧନ ବଡ଼ ଖଣ୍ଡିକୁ ନେଇଗଲେ। ଯୁଧିଷ୍ଠିରଙ୍କ ପାଇଁ ସାନ ଖଣ୍ଡ ନେବା ବ୍ୟତୀତ ଅନ୍ୟ ଉପାୟ ନଥିଲା। 2 ଜଣ କାଠି 2ଟି ଶ୍ରୀକୃଷ୍ଣଙ୍କ ହସ୍ତରେ ଦେଲେ। ବିଦୁର ଡକା ହୋଇ ଆସିଲେ। ଶ୍ରୀକୃଷ୍ଣ କାଠି 2 ଖଣ୍ଡ ତାଙ୍କ ହସ୍ତରେ ଦେଲେ। ପାଣ୍ଡବମାନେ ପୂର୍ବ ଦିଗ ପାଆନ୍ତୁ ବୋଲି ବିଦୁର ଚାହୁଁଥିଲେ। ସେ ଭାବିଲେ, ଯୁଧିଷ୍ଠିର ବଡ଼, ତେଣୁ ସମ୍ଭବତଃ ବଡ଼ କାଠିଟି ତାଙ୍କର। ସେ ବଡ଼ କାଠିଟି ପୂର୍ବ ଦିଗରେ ପକାଇଦେଲେ।
କରବମାନଙ୍କ ଆନନ୍ଦ କହିଲେ ନ ସରେ। ମହା କୋଳାହଳ କରି ପୂର୍ବ ଦିଗ ଅଧିକାର କରିବା ପାଇଁ ସେମାନେ ଅଗ୍ରସର ହେଲେ। କୃଷ୍ଣ କହିଲେ, ଏତେ ବ୍ୟସ୍ତ କାହିଁକି? ପ୍ରଥମେ ମାପି ଦେଖିବା। ଶକୁନି ମାପିଲେ। ୟା ମଧ୍ୟରେ କଳି ଓ କାଳ ତାଙ୍କର କର୍ତ୍ତବ୍ୟ କରି ସାରିଥିଲେ। ମାୟାଧର ପୁରୁଷଙ୍କ ଦେଖ ମାୟାକୂଟ, କଳି କାଳ ଦୁହେଁ ହେଲେ ଉଲଟ ପାଲଟ। ମାପିବା ବେଳକୁ ପୂର୍ବ ଦିଗର କାଠିର ଲମ୍ବ 16 ଆଙ୍ଗୁଳ ଓ ପଶ୍ଚିମ ଦିଗରେ ପଡ଼ିଥିବା କାଠିର ଲମ୍ବ 10 ଆଙ୍ଗୁଳ ହେଲା। ବାଧ୍ୟ ହୋଇ କରବମାନେ ସମର ପ୍ରାଙ୍ଗଣର ପଶ୍ଚିମ ଦିଗ ଓ ପାଣ୍ଡବମାନେ ପୂର୍ବ ଦିଗ ଅଧିକାର କଲେ। ଏହିଭଳି ଭାବରେ ଧର୍ମ କ୍ଷେତ୍ର କୁରୁକ୍ଷେତ୍ରର ବଣ୍ଟନ ପ୍ରକ୍ରିୟାରୁ ହିଁ କୂଟନୀତି ପ୍ରୟୋଗ ଆରମ୍ଭ ହୋଇଗଲା। ପ୍ରେମ ଓ ଯୁଦ୍ଧରେ ଜୟଲାଭ କରିବା ପାଇଁ ଗ୍ରହଣ କରିଥିବା ସବୁକିଛି ଉପାୟ ନ୍ୟାୟସଙ୍ଗତ। ଏକ ବିରାଟ ଉଦ୍ଦେଶ୍ୟ ସାଧନ ପାଇଁ ସବୁବେଳେ ସରଳ ଓ ସପ୍ତ ପଥ ଖୋଜି ବସିଲେ ହୁଏ ନାହିଁ। ମହାନ ଲକ୍ଷ୍ୟ ପ୍ରାପ୍ତି ପାଇଁ ବ୍ୟକ୍ତିକୁ ସମୟ ସମୟରେ ଅନୁଚିତ ମାର୍ଗର ଆଶ୍ରୟ ନେବାକୁ ପଡ଼ିଥାଏ। କୁରୁକ୍ଷେତ୍ର ଯୁଦ୍ଧରେ ଉଭୟ ପକ୍ଷ ବେଳେ ବେଳେ ନୀତି ବିଚ୍ୟୁତ ହେଉଥିଲେ। ତେଣୁ ଏବେଠାରୁ ଆମେ କେଉଁଠି କେଉଁ ପକ୍ଷ କେତେ ଅନ୍ୟାୟ କଲେ ବିଚାର କରିବା ନାହିଁ। ଯେଉଁଠି ସ୍ୱୟଂ ଯଦୁପତି ବିଦ୍ୟମାନ ସେଠାରେ ଏ ପ୍ରକାର ବିଶ୍ଳେଷଣ କରିବାକୁ ଆମେ କିଏ? କୁରୁକ୍ଷେତ୍ର ବଣ୍ଟନ ହେଲା ପରେ ମଧ୍ୟ ସ୍ଥଳ ଚିହ୍ନିତ କରିବା ପାଇଁ ଏକ ସ୍ତମ୍ଭ ସ୍ଥାପନ କରିବାକୁ ଥିଲା। କୁଣ୍ଡଳୀ ପର୍ବତ ଉପରେ ଅଗୁରୁ ଚନ୍ଦନର ଏକ ଅତି ବିଶାଳ ବୃକ୍ଷ ଥିଲା। କରବ ଓ ପାଣ୍ଡବମାନଙ୍କ ଅସ୍ତ୍ର ଶିକ୍ଷା ଓ ପରୀକ୍ଷା ପାଇଁ ଗୁରୁ ଦ୍ରୋଣ ସେ ଦ୍ରୁମର ଶାଖା ପ୍ରଶାଖା ଛେଦନ କରିଦେଇଥିଲେ। ସେହି ବିଶାଳ ତରୁକୁ କର୍ତ୍ତନ କରି ବହି ଆଣିବାକୁ ଭୀମ ଓ ଦୁଶାସନଙ୍କ ନେତୃତ୍ୱରେ ଏକ ସହସ୍ର ହନ୍ତକାର ଯାତ୍ରା କଲେ ଏବଂ ତାକୁ କର୍ତ୍ତନ କରି ଏକ ଶୋଭାଯାତ୍ରାରେ ବହି ଘେନି ଆସିଲେ। ସେହି ମହୀରୁହ ପୋତିବା ପାଇଁ ବିରାଟ ଗର୍ତ୍ତ ଖୋଦିତ ହେଲା। ନିଜେ ବାସୁଦେବ ସେହି ବୃକ୍ଷକୁ ଛୁଇଁ ଅନୁକୂଳ କଲେ। ସ୍ତମ୍ଭ ପୋତା ହେବା ପରେ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ର ପରି ପ୍ରତୀୟମାନ ହେଲା। ତାପରେ ଆରମ୍ଭ ହେଲା ଧର୍ମ ନ୍ୟାୟ ପ୍ରତିଷ୍ଠା ପାଇଁ ମହାଭାରତର ନିର୍ଣ୍ଣାୟକ ଯୁଦ୍ଧ ଭଗବାନ ଶ୍ରୀକୃଷ୍ଣଙ୍କ ଉପସ୍ଥିତିରେ। ଜୟ ଶ୍ରୀକୃଷ୍ଣ। କାହ୍ନୁ ଚରଣ ପାଣିଗ୍ରାହୀ, ସତ୍ୟ ବିହାର ରସୁଲଗଡ଼, ଭୁବନେଶ୍ୱର। ଆପଣ ଶୀର୍ଷକ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ ସବସ୍କ୍ରାଇବ୍ କରିନିଅନ୍ତୁ। ଏଭଳି ଦିବ୍ୟ ସିରିଜ୍ ଆଧ୍ୟାତ୍ମିକ, ପୌରାଣିକ, ସାହିତ୍ୟ, ଗଳ୍ପ, କବିତା ତଥା ଓଡ଼ିଆ ଭାଷା ଓ ସଂସ୍କୃତିର ସମୃଦ୍ଧି ପାଇଁ ଏହି ଯାତ୍ରାରେ ସାମିଲ ହୋଇ ବହୁଳ ମାତ୍ରାରେ ଲାଇକ୍, କମେଣ୍ଟ ଓ ସେୟାର କରନ୍ତୁ। ଜୟ ଜଗନ୍ନାଥ।